ଏଇଠି ଦେଖନ୍ତୁ ଭଗବାନଙ୍କର ପାଦୁକା ଥୁଆ ହେଇଛି ଆଉ ବାବାଙ୍କର ମୂର୍ତ୍ତି ବି ଥୁଆ ହେଇଛି। ମାନେ ଜୟ ଜଗନ୍ନାଥ। ପଛପଟେ ଆପଣମାନେ ଦେଖିପାରୁଥିବେ ବହୁତ ବଡ଼ ବାବା ବଜରଙ୍ଗବାଲୀଙ୍କର ମନ୍ଦିର, କିନ୍ତୁ ଯୋଉଟା ଆପଣମାନେ ଦେଖୁଛନ୍ତି ତା ପଛର କିଛି କାହାଣୀ ଅଲଗା। ଚାଲନ୍ତୁ ଆପଣମାନଙ୍କୁ ମୁଁ ଦେଖାଉଛି। ଏଇଟା ହେଲା ଭାଇ ମୁଖ୍ୟ ମନ୍ଦିର, ମାନେ ଏବେ ଯୋଉଟା ବହୁତ ବଡ଼ ମନ୍ଦିର ଏଇଟା। ଆଉ ମନ୍ଦିର ସାଇଡରେ ଦେଖନ୍ତୁ ଗୋଟେ ଛୋଟିଆ ମନ୍ଦିରଟେ ଅଛି। ତ ୟା ପଛର କାହାଣୀ ମୁଁ ତ ଏକ୍ଜାକ୍ଟଲି ଜାଣିନି, ବାକି ଜଣଙ୍କୁ ଏଠି ପଚାରୁଥିଲି ଏବେ, ସେ ଭାଇ ଜଣଙ୍କର କହିବା କଥା ଯେ ଏଇଟା ହେଲା ମାନେ ମୁଖ୍ୟ ମନ୍ଦିର ଯୋଉଟାକି ବହୁତ ପୁରୁଣା ଛୋଟିଆ ଆକାରରେ ହେଇଥିଲା। ଏ ସାଇଡରେ ଦେଖନ୍ତୁ ନଈ ପଠା, ଏଇଟା ଏ ସାଇଡରେ ସେ ଆଗଟା ହେଉଛି ନଈଟା, ଆଉ ନଈ କୂଳରେ ହେଇଥିଲା ଏ ମନ୍ଦିରଟି। ଏଠି ଆମର ସନାତନ ଧର୍ମର ଯେଉଁ ଲୋକମାନେ ସବୁ ଆମର ଅଛନ୍ତି, ହିନ୍ଦୁ ଧର୍ମର ଲୋକମାନେ, ତାଙ୍କମାନଙ୍କର ଏତେ ପାୱାର ଏଠି ଯେଉଁମାନେ ଆସି ସବୁ ମାନସିକ କରିଥିଲେ, ତ ତାଙ୍କର ବହୁତ ଲୋକଙ୍କର ମାନସିକ ଏଠି ପୁରା ହେଇଯାଇଥିଲା। ତ ସେଇ ଖୁସିରେ ସେମାନେ ଆଜି ବଡ଼ ମନ୍ଦିରଟା ତିଆରି କରିଛନ୍ତି। ସମସ୍ତେ ଚାନ୍ଦା ଆଦାୟ କରିକି ଏଠି ବାବାଙ୍କ ପାଇଁ ଗୋଟେ ବହୁତ ବଡ଼ ମନ୍ଦିର କରିଛନ୍ତି। ତ ଚାଲନ୍ତୁ ଯିବା ଟିକେ ମନ୍ଦିର ଉପରେ ବୁଲାବୁଲି କରି ଆସିବା। ଉପରକୁ ଯିବା ପୂର୍ବରୁ ପ୍ରଥମେ ଆପଣମାନଙ୍କୁ ତଳେ ଯେଉଁ ଛୋଟ ମନ୍ଦିରଟି ଅଛି ସେଇଠି ଦେଖାଇ ଦେଉଛି, ତା ଭିତରେ ଏବେ ଭଗବାନ ପୂଜା ପାଉଛନ୍ତି କି ନାହିଁ। ଏଇଠି ଦେଖନ୍ତୁ ଭଗବାନଙ୍କର ପାଦୁକା ଥୁଆ ହେଇଛି ଆଉ ବାବାଙ୍କର ମୂର୍ତ୍ତି ବି ଥୁଆ ହେଇଛି। ବହୁତ ପୁରୁଣା ମୂର୍ତ୍ତି, ଗୋଟେ କ୍ଲୋଜରୁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଏଇ ଛୋଟ ମନ୍ଦିର ଭିତରର ଦୃଶ୍ୟ କିଛି ଏମିତି, ବାବାଙ୍କର ଏଇସବୁ ଜିନିଷ ଅଛି। ତ ଚାଲନ୍ତୁ ଏବେ ଉପର ମନ୍ଦିରକୁ ଯିବା। ଏବେ ମୁଁ ଯାଉଛି ମନ୍ଦିର ଉପରକୁ, ଚାଲନ୍ତୁ ଦେଖିବା ଉପରେ ସବୁ କ'ଣ କ'ଣ ଅଛି। ଆଉ ଏମିତି କିଛି ମନ୍ଦିରର ପରିବେଶ, ବହୁତ ହାଇଟ୍ରେ ମନ୍ଦିରଟି ତିଆରି ହେଇଛି। ଆପଣମାନେ ଯେମିତି ଦେଖିପାରୁଥିବେ, ଓ ସେପଟଟା ପୁରା ନଈ ପଠା, ଆଉ ମନ୍ଦିର ଚାରିପଟର କିଛି ଏମିତି ଦୃଶ୍ୟ। ଏଇଟା ହେଉଛି ରୋଷଶାଳାର ଛାତ, ତା ତଳଟା ରୋଷେଇଶାଳା ଏଠି, ଆଉ ସେଇଟା ହେଉଛି ଯଜ୍ଞ ଘର, ଯଜ୍ଞ କୁଣ୍ଡ ତା ତଳେ ଅଛି। ତ ଜାଗାଟା ଲୋକେସନଟା ମୁଁ ଏକ୍ଜାକ୍ଟ ଜାଣିନି, ବାକି ମୁଁ 42 ମୌଜା ପାଖରେ ଯେଉଁ କୋରକୋରା ଅଛି, କୋରକୋରାର ପାଖାପାଖି ଏ ମନ୍ଦିରଟା ଅଛି। ଆପଣମାନେ ଚାହିଁଲେ ଏଠିକି କେବେ ବି ଆସିପାରିବେ, ବୁଲିକି ଯାଇପାରିବେ। ଏଠି ତ ଏବେ ପୂଜାରୀ ନାହାନ୍ତି, ଯାହାଙ୍କଠୁ ମୁଁ କିଛି ବୁଝିପାରିଥାନ୍ତି। ତ ନେକ୍ସଟ ଟାଇମ୍ ଯଦି କେବେ ଆସିଲା ବେଳେ ପୂଜାରୀ ଭେଟ ହେବେ, ତ ଆପଣମାନଙ୍କୁ ତାଙ୍କ ସାଙ୍ଗେ ଦୀପଦ କଥା ହେଇ ଆପଣମାନଙ୍କୁ କିଛି ଇନଫର୍ମେସନ୍ ସେୟାର କରିବି। ତ ଚାଲନ୍ତୁ ଯିବା ଆଉ କିଛି ଦୃଶ୍ୟ ଏଠିକାର ଦେଖିବା। ମନ୍ଦିରର ଯେଉଁ ସାଇଡ୍କି ଲାଗି ଏଇଟା ହେଲା ରୋଷଶାଳା, ଆଉ ଯଦି ଇଂଲିଶ ଟର୍ମରେ ଆପଣମାନେ ବୁଝିବେ ଡାଇନିଂ ଏରିଆ। ଆଉ ଏଇଟା ହେଉଛି ଯଜ୍ଞ ଘର ବାବାଙ୍କର, ଭିତରେ ଯଜ୍ଞ କୁଣ୍ଡ ହେଇଛି। ଏଠି ଦେଖନ୍ତୁ ଇଟାରେ ଚୁଲି ହେଇଛି, କାମ ଧୀରେ ଧୀରେ ଚାଲିଛି, ପୁରା ସରିନି। ଏଠି ଦେଖନ୍ତୁ ଏଇଟା ହେଲା ଯଜ୍ଞ କୁଣ୍ଡ, ଆଉ ଏଠି ଗୋଟେ ବେଲ ଗଛଟେ ଅଛି। ବହୁତ ବଢ଼ିଆ ଫିଲ୍ ଆସୁଛି। ଆପଣମାନେ ଯଦି କେବେ ବି ଆସୁଛନ୍ତି କୋରକୋରା ସାଇଡ଼୍ରେ, ତ ଏଇଠିକି ଥରେ ନିଶ୍ଚିନ୍ତ ଭିଜିଟ୍ କରିବେ। ଯେଉଁମାନେ ବାବାଙ୍କ ଭକ୍ତ କି ଏପଟ ମାନେ ସନାତନ ଧର୍ମକୁ ବେଶୀ ଭଲ ପାଆନ୍ତି, ତ ଏମିତିଆ ଜାଗା ସେମାନଙ୍କ ପାଇଁ ସ୍ୱର୍ଗ, ହାଇଲି ରେକମେଣ୍ଡେଡ଼। ଆଉ ଗୋଟେ କଥା ହେଉଛି, ସବୁ ମନ୍ଦିର ଫନ୍ଦିର ଦର୍ଶନ ସାରି ଏଠି କିଛି ଘଡ଼ି ବସିଯିବେ, ଜୀବନ ସବୁ ଦୁଃଖ କଷ୍ଟ ଭୁଲିଯିବେ ଭାଇ। ଯଦି ଭିଡ଼ିଓଟା ଭଲ ଲାଗିଥିବ ଲାଇକ୍ କରିକି ଯିବେ। ଆଉ ଦେଖିଲା ବେଳେ ଏଠି ସେମିତି କିଛି ନାହିଁ। ରହୁଛି ଭାଇ, ଜୟ ଶ୍ରୀରାମ, ଜୟ ଜଗନ୍ନାଥ।